ଦେଶରେ ରେଳ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ପାଇଁ ଭାରତରେ ପ୍ରଥମ ଥର ପାଇଁ ଗଡ଼ିବାକୁ ଯାଉଛି ଏହି ସ୍ୱତନ୍ତ୍ର ଟ୍ରେନ୍, ଯାହାର ନାଁ ହାଇଡ୍ରୋଜେନ୍ ଟ୍ରେନ୍। ଭାରତ ହେଉଛି ମୋଟ 140 କୋଟିରୁ ଅଧିକ ଲୋକ ବସବାସ କରୁଥିବା ଦେଶ। ପ୍ରତିଦିନ କୋଟି କୋଟି ଲୋକ ଯାତାୟାତ ତଥା ଗମନାଗମନ ପାଇଁ ଟ୍ରେନ୍ର ବ୍ୟବହାର କରନ୍ତି। ଦେଶରେ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳକୁ ନେଇ ରେଲ୍ ବିଭାଗ ଏକ ବଡ଼ ଯୋଜନା କରିଛି। ଆସନ୍ତା ମାସରେ ଦେଶରେ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଗଡ଼ିବ ବୋଲି ଜଣାପଡ଼ିଛି। ଆସନ୍ତା ମାସରେ ହରିୟାଣାର ଜିନ୍ଦ୍ ସୋନିପତ ରୁଟ୍ରେ ଏହାର ଟ୍ରାଏଲ୍ ରନ୍ କରାଯିବ। 90 କିଲୋମିଟର ଟ୍ରାକ୍ରେ ଏହାର ଟ୍ରାଏଲ୍ ରନ୍ ସଫଳ ହେଲେ ଆସନ୍ତା 2025 ସୁଦ୍ଧା ଏଭଳି 35ଟି ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ କରାଯିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଥାଉ ଯେ 2030 ସୁଦ୍ଧା ଦେଶକୁ ଶୂନ୍ୟ ଅଙ୍ଗାରକ ନିର୍ଗମନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଜର୍ମାନୀ, ଚୀନ ପରେ ଭାରତରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଗଡ଼ିବ। ଏହି ହାଇଡ୍ରୋଜେନ୍ ରେଲ୍ ଇଞ୍ଜିନ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରାଯାଇ ଡିଜାଇନ୍ କରାଯାଇଛି। ତାମିଲନାଡୁର ଇଣ୍ଟିଗ୍ରାଲ୍ କୋଚ୍ କାରଖାନା ଦ୍ୱାରା ନିର୍ମିତ ହୋଇଥିବା ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଉନ୍ନତ ଇନ୍ଧନ କୋଷ ବ୍ୟବହାର କରି କାର୍ଯ୍ୟ କରିବ। ଉଦ୍‌ଯାନ ଓ ଅମ୍ଳଜାନର ମିଶ୍ରଣ ଫଳରେ ଉତ୍ପନ୍ନ ହେଉଥିବା ବିଦ୍ୟୁତ୍ ଶକ୍ତି ଦ୍ୱାରା ଏହି ଟ୍ରେନ୍ ଚାଲିଥାଏ। ଏଥିରୁ ଧୂଆଁ ନ ବାହାରି ଜଳୀୟ ବାଷ୍ପ ବାହାରିଥାଏ। ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମିତ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଆଦୌ ବାୟୁ ପ୍ରଦୂଷଣ କରିନଥାଏ। ଘଣ୍ଟା ପ୍ରତି 140 କିଲୋମିଟର ବେଗରେ ଏହି ଟ୍ରେନ୍ ଚାଲିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଦେଶରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକ ବିଦ୍ୟୁତ୍ ଓ ଡିଜେଲ୍ ଇନ୍ଧନ ଦ୍ୱାରା ଚାଲୁଛି। ହାଇଡ୍ରୋଜେନ୍ ବ୍ୟବହାର କରିବା ଫଳରେ ଡିଜେଲ୍‌ରୁ କାର୍ବନ ନିର୍ଗମନକୁ ରୋକିବା ସମ୍ଭବ ହୋଇପାରିବ। ଫଳରେ ତାହା ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହେବ ବୋଲି ରେଲ୍ ବିଭାଗ ତରଫରୁ ସୂଚନା ମିଳିଛି।